ଆଉ ଏଲବିରେ କିଏ ଜଏନ୍ କରିଛନ୍ତି ପ୍ଲିଜ୍ କମେଣ୍ଟ କରନ୍ତୁ ଆଉ ଲାଇକ୍ ଗୋଟେ ଗୋଟେ କରିଦିଅନ୍ତୁ। ମୋତେ ଲାଗୁଛି ସିଙ୍ଗଲ ଲାଇଫ୍ ଇଜ୍ ବେଷ୍ଟ। ସେଇଟା ତ ଠିକ୍ କଥା ଭାଇ, କିନ୍ତୁ ତାର ମାନେ ରହିପାରିବାଟା ରହିଲା ନା ମେନ୍। ନୋ ଟେନସନ୍, ସେଇଟା ପୁରା ରାଇଟ୍ କଥା ଭାଇ, ଯେଉଁଟା ତମେ କହିଲ କି ନି ସେଇଟା କାର୍ଯ୍ୟକାରୀ କରିବାଟା ବହୁତ ବଡ଼ ବିଷୟଟେ। ସବୁଠୁ ଆଜାଦ ଜିନ୍ଦଗି ହେଉଛି ବ୍ୟାଚଲର ରହିବାଟା। କିନ୍ତୁ ଯେହେତୁ ଦୁନିଆର ନୀତି ନିୟମ ଗୋଟେ ଅଲଗା ପ୍ରକାର ହେଇଯାଇଛି, ମ୍ୟାରେଜ ନାଇଁ କଲେ ବି ପ୍ରୋବ୍ଲେମ୍। ଯେନ୍ତା ଦେଖ ଆମର ଝିଅମାନଙ୍କୁ ପୁଅମାନଙ୍କର ଲାଗି ତ ଏତିକି ପ୍ରୋବ୍ଲେମ୍ ନା, କିନ୍ତୁ ଝିଅମାନେ ଯଦି ତମେ 20ରୁ ପ୍ଲସ୍ ହେଇଗଲା ବେଲେ ବୁଢ଼ୀ ହେଇଗଲା କହିବେ ହେଲା। ବୁଢ଼ୀ ହେଇଗଲା, ବାଗ ନାହିଁ, ତାକୁ କେହି ଆଉ ପୁଅ ଆସିବେ ନାହିଁ, ତାର ଗୁଣ ଖରାପ ଅଛି, ତାର ଚରିତ୍ର ଖରାପ ଅଛି, କେତେ ପ୍ରକାର କହିବେ ସେଇଭଳିଆ। ପିଲାମାନେ ଚାହିଁବେ ବୋଲେ ରହିପାରିବେ, କିନ୍ତୁ ସେମାନଙ୍କୁ ବି ବହୁତ କ୍ୱେଶ୍ଚିନ୍ର ସାମ୍ନା କରିକି ରହିବାକୁ ପଡ଼ିବ ଆଉ। କହିଲି ଲଭ୍ କରିକି ବାହା ହେଇଗଲେ ହିଁ ଲଭ୍, ଯଦି ତାଙ୍କ କିଛି ଆଡ଼ଜଷ୍ଟ ଥିବ ତ ରିଲେସନସିପ୍ ରହିପାରେ। ସେଇଟା ଠିକ୍ କଥା ଭଉଣୀ ହେଲା, ମୁଁ ତ ସେଇ କଥା ତାଙ୍କୁ କହୁଛେ। ଲଭ୍ ମ୍ୟାରେଜ କରିକି ଜଣାଶୁଣା ହେଇକି ତମେ ମ୍ୟାରେଜ କରିଥିବ ଫେର୍ ବି କାଣା ପ୍ରୋବ୍ଲେମ୍ ନିି ଫିର୍ ବି ପ୍ରୋବ୍ଲେମ୍ ହୁଏ। ଲଭ୍ ମ୍ୟାରେଜ ତ ବେଶୀ ପ୍ରୋବ୍ଲେମ୍ ହୁଏ। ଆରେଞ୍ଜ ମ୍ୟାରେଜରେ କାଣା ତମେ ବାପା ମମିକୁ ଦୋଷ ଦେଇପାରିବ କି ତମର ଲାଗି ବୋଲି ମୋତେ ତାମାନେ ଏନ୍ତା ଘରକୁ ତମେ ପଠେଇଦେଲ, କି ତମେ ଏନ୍ତା ଘରେ ମୋତେ ବାହା କରିଦେଲ, କି କିଛିଟା ପ୍ରୋବ୍ଲେମ୍ ହେଲେ ତମେ ମୋତେ ପଇସା ନି ଦେବାର କିଛି ବି ତମେ କହିପାରିବ। କିନ୍ତୁ ଲଭ୍ ମ୍ୟାରେଜ କରିଥିବ ବୋଲେ କାହାକୁ କହିବ? ବାପା ମମି ତ ଆଗ କହିବେ ନା କି ତୁ ତୋର ହିସାବରେ ଯାଇଛୁ। ତୁ ତ କହିଲୁ କି ସେଠି ବାହା ହେବି, ଏଛେନ ଅସୁବିଧା ପାଇଲେ କିଏ ଦାୟୀ? କେହି ବି ତାର ମାନେ ଆରାମସେ କହିଦେବେ। ଦିଦି ଲଭ୍ ହେଉଛି ସବୁ ଭଲ। ଦେଖନ୍ତୁ ଭାଇ ହେଲା, ଲଭ୍ ହିସାବରେ କହିବି, ମାନେ କେନ୍ତା ହେଉଛି କି ଫାଷ୍ଟ ଫାଷ୍ଟ ତ ଠିକ୍ ଠାକ୍ ଅଛି ହେଲା, ବୁଲୁଥିବ ଖାଉଥିବ, ଯେପର୍ଯ୍ୟନ୍ତ ଆଇସ୍କ୍ରିମ୍ ଖାଉଥିବ, ଗୁପଚୁପ୍ ଖାଉଥିବ, ଭାଉଚର ଭରୁଥିବ, ବୁଲି ଯାଉଥିବ, ଠିକ୍ ଅଛି। କିନ୍ତୁ ଘର ପରିବାର ସମ୍ଭାଳିକି ରହିବାଟା ହିଁ ବହୁତ ବଡ଼ ବିଷୟ। ସେଟା ଲଭ୍ ମ୍ୟାରେଜ ହଉ କି ଆରେଞ୍ଜ ମ୍ୟାରେଜ ହଉ ହେଲା, ଫାଷ୍ଟ ତ ଠିକ୍ ଠାକ୍ ଲାଗିବ, ପରେ ପୁଣି ଏଇଟା ଆଉ ଦିନେ ହେଇଛି ଯେ ଆଡ଼ଜଷ୍ଟ କରିକି ତମେ ପଳେଇଯିବ କି? ବର୍ଷ ବର୍ଷ କେଭେନି ସରେ, ସେ ବର୍ଷ ପୁଣି ଏନ୍ତା ବର୍ଷ ଯାକ ଆସିବ ଯେ ସଂଘର୍ଷମୟ ବର୍ଷ ଯାକ ଆସିବ। ସେଟାକୁ ସବୁ ମାନେ ମୁଣ୍ଡରେ ବୋହିକିରି ଚାଲିବାକୁ ପଡ଼ିବ ବୋଲେ କେତେ କଷ୍ଟକର ଭାବ ତ। କାଲି ପା ମୁଁ କହୁଥିଲି, ମାନେ ଗୋଟେ ଦିନ ବି ଏନ୍ତା ନି କଟେଇକି ତମେ ଶାନ୍ତିରେ ଖାଇକି ଶୋଇପଡ଼ିବ। ତେଲ ସରିଲା, ଲୁଣ ସରିଲା, ବାବୁର ପ୍ୟାମ୍ପର୍ସ ସରିଗଲା, ଜ୍ୱର ଆସିଲାନି, ଝାଡ଼ା ହେଲାନି, ବାନ୍ତି ହେଉଛି, ରାତି ସାରା ଶୋଇ ନାହିଁ, କେତେ ପ୍ରକାର ଟେନସନ୍ ଆସିବ ଯେ ଗୋଟେ ଦିନ ବି ଖାଇକି ତମେ ଆରାମରେ ଶୋଇନି ପାର। ସେଇଟା ପୁଅ ହଉ ଝିଅ ହଉ ଯିଏ ବି ହଉ। ଝିଅମାନେ କାଣା ମମି ଘରେ ଥିବେ ବେଲେ 8ଟା 9ଟା ବାଜିଯିବ ସକାଳର ପଛେ, ମମି ବାପା ସିଆଡ଼େ କିଲେଇ କିଲେଇ ଥକିଯିବେ, ଉଠରେ ଆସ ଖାଇବ ବୋଲି କହୁଥିବେ ଯେ ବି ତମକୁ ଉଠିବାକୁ ଟାଇମ୍ ନି ମିଳୁଥିବ। କିନ୍ତୁ ଶାଶୁ ଘରକୁ ସେଇଟା ପହଞ୍ଚିଲା ପରେ 5ଟା 6ଟାରୁ ନାଇଁ ଉଠିଲା ବେଳକୁ ସିଆଡ଼େ ଏକ୍ସନ୍ ରିଏକ୍ସନ୍ ସବୁ ବାହାରିଥିବନି କାମ ପାଇଁ। ଏଠି ଖାଇବା ପାଇଁ ତମକୁ ଡାକୁଥିବେ ଯେ ତମେ ଉଠିକି ଖାଇନି ପାର। କିନ୍ତୁ ଶାଶୁଘରକୁ ଗଲା ପରେ 3ଟା 4ଟାରୁ 5ଟାରୁ ଯଦି ନାଇଁ ଉଠିଲ, କାମ ନାଇଁ କଲ, ସିଆଡ଼େ ଚାଲିଲା। ଆଜି ପୁରା ଲଭ୍ ଟପିକ୍ ଚାଲିଛି ତାହେଲେ। ହଁ ବା, ଆମର ଜିତୁ ଭାଇଙ୍କର ବାହାଘର ଟିକେ ଖୋଜାଖୋଜି ଚାଲିଛି ଝିଅ ତ ସେଇଥିପାଇଁ ଆକ୍ଚୁଆଲି ଭାଇ ଆମର ଟିକେ ଟେନସନ୍ ଅଛନ୍ତି। ଲଭ୍ ମ୍ୟାରେଜ ଭଲ କି ଆରେଞ୍ଜ ମ୍ୟାରେଜ ଭଲ ପଚାରୁଛନ୍ତି। ଲଭ୍ କଲି, ତାର ଗୋଟେ କହିଦେଲି ଝିଅ ଫୋନ୍ ସିଏ ଖାଲି ରିଚାର୍ଜ କରିବାକୁ ଭାଇ ଲଭ୍ କରିଥିଲା ତମକୁ ହେଲା। ବହୁତ ଗୁଡେ ଝିଅ ଏନ୍ତା ବାହାରୁଛନ୍ତି ଟାଇମ୍ ପାସ୍ ଓନ୍ଲି। ଗୋଟେ କାଣା ତମେ ଏକୁଟିଆ ଥିବ ଯେ ସିଏ ଆଉ ଫୋନ୍ କରିବ, 3 4ଟା ଥିବେ। ଦିଦି ଝିଅ ପଲେଇଛି କିଏ? ଆମର ଝିଅ ମାନେ କହୁଛ ଶ୍ରୀ ସାରା କି ଅଲଗା କିଏ? ସବୁ